नमस्कार ମୁଁ ରୁଚି ୱେଲକମ୍ ଟୁ ମାଇ ଚ୍ୟାନେଲ କୁକ୍ ୱିଥ୍ ରୁଚି। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ଛେନା ମାଲପୁଆ ରେସିପି ଯୋଉଟାକି ଏତେ ନରମ ହୋଇଥାଏ ଖାଇଲା କ୍ଷଣି ପାଟିରେ ମିଳିଯାଇଥାଏ। ଚାଲନ୍ତୁ ଡେରି ନକରି ରେସିପି ଷ୍ଟାର୍ଟ କରିବା। ମାଲପୁଆର ବେଟର ତିଆରି କରିବା ପାଇଁ ମୁଁ ଗୋଟେ ମିକ୍ସିଂ କଣ୍ଟେନର ନେଇଯାଇଛି। ସେଥିରେ ମୁଁ ଛେନା 1.5 କପ୍ ନେଇଛି, ମଇଦା 1.5 କପ୍ ନେଇଛି, ସୁଜି 3/4 କପ୍ ନେଇଛି। ଏସବୁରେ ଅଳ୍ପ ଅଳ୍ପ କ୍ଷୀର ଦେଇକି ଭଲରେ ମିଶେଇ ନେଇଛି। ଏଥିରେ ମୁଁ ଟୋଟାଲି 3 କପ୍ କ୍ଷୀରର ବ୍ୟବହାର ହୋଇଛି। ଦେଖିପାରୁଥିବେ ଏଇଟା ମୁଁ ଚାମଚରେ ଅଳ୍ପ ମିଶେଇ ଦଉଛି, ପୁଣି ଗ୍ରାଇଣ୍ଡ କରି ନେଇଛି। ମତେ ଏଇଟା ତ ମୋର ପୁରା ଭର୍ତ୍ତି ହେଇଥିଲା, ତ ସେଥିପାଇଁ ମୁଁ ଏଠି ଫ୍ଲେଭର ପାଇଁ କିଛି ମିଶେଇ ପାରିନଥିଲି। ତ ପୁଣି ଗ୍ରାଇଣ୍ଡ କରିସାରିଲା ପରେ ଅଧାରୁ ଅଧିକ ବାହାର କରିକି ଅଳ୍ପରେ ସେଥିରେ ମୁଁ 1 ଟିସ୍ପୁନ ପାନମହୁରି ଆଉ ସ୍ୱାଦ ଅନୁସାରେ ଲୁଣ ନେଇକି 2ରୁ 3ଟି ଅଳେଇଚର ମଞ୍ଜିକୁ ଦେଇକି ପୁଣି ଫାଇନ ଗ୍ରାଇଣ୍ଡ କରିକି ସେଥିରେ ମିଶେଇ ନେଇଛି। ଆପଣ ଚାହିଁଲେ ପ୍ରଥମରୁ ସବୁକିଛି ମିଶେଇକି ଗ୍ରାଇଣ୍ଡ କରିପାରିବେ। ବେଟରଟି ଯେତିକି ପତଳା ରଖିଛି ଠିକ୍ ଏମିତି ହିଁ ପତଳା ରଖିବେ। ଏହି ବେଟରକୁ ଏବେ 30 ମିନିଟ୍ ପାଇଁ ଘୋଡ଼େଇକି ରଖିଦେବା। ଯଦି ଆପଣଙ୍କ ପାଖରେ ସମୟ ନଥାଏ ତ 10ରୁ 15 ମିନିଟ୍ ପାଇଁ ଘୋଡ଼େଇକି ରଖିପାରିବେ। ସେଟା ପ୍ରସ୍ତୁତ କରିବା ପାଇଁ ମୁଁ ଏଠି ଚିନି 1.5 କପ୍ ନେଇଛି, ପାଣି 1.5 କପ୍ ନେଇଛି। ଆମେ ଯୋଉ ଆଗରୁ ମଇଦା, ଛେନା ଏସବୁକୁ ମାପି ନେଇଥିଲେ ସେଇ କପରେ ମୁଁ ଏଠି ଚିନି ଆଉ ପାଣିକୁ ନେଇଛି। ଚିନି ପାଣିକୁ ଦେଇ ସାରିଲା ପରେ ଗ୍ୟାସର ଫ୍ଲେମକୁ ଅନ୍ କରିକି ଭଲରେ ମିଶେଇ ନେଇଛି। ଚିନି ଆଉ ପାଣି ଭଲରେ ମିଶିଗଲା ପରେ ଆମେ ଯୋଉ ରଖିଥିଲେ ଅଳେଇଚର ମଞ୍ଜିକୁ ପକେଇ ଚୋପାକୁ ରଖିଥିଲେ ସେଇ ଚୋପାକୁ ମୁଁ ଏଠି ଦେଇଦେଇଛି। ଦେଖିବାରେ ଧୀରେ ଧୀରେ ଚିନି ସେଟା ଫୁଟିବା ଲାଗିଲାଣି। ତ ଭଲରେ ଫୁଟିଗଲା ପରେ ସେଇଟା ପୁଣି ମିଡିୟମ ଫ୍ଲେମ କରିକି 4ରୁ 5 ମିନିଟ୍ ପାଇଁ ଫୁଟିବା ପାଇଁ ଛାଡ଼ି ଦେଇଛି। 4 ମିନିଟ୍ ଫୁଟିଗଲାଣି ଚିନି ଶିରା। ତ ଯେତେବେଳେ ଆମ ଚିନି ଶିରାଟା ଅଠାଟା ଲାଗିବ ସେତେବେଳେ ଆମେ ଗ୍ୟାସର ଫ୍ଲେମକୁ ଅଫ୍ କରିନେବା। ଦେଖିପାରୁଥିବେ ମୁଁ ଅଳ୍ପ ଚିନି ଶିରାକୁ ଆଣିକି ଦେଖେଇ ନେଉଛି। ହାତକୁ ଛୁଇଁଲେ ଅଠାଟା ଲାଗୁଛି, ତ ଏବେ ଆମେ ଚିନି ଶିରାକୁ ଘୋଡ଼େଇକି ସାଇଡ୍ କରିନେବା। ଏଇ ବ୍ୟାଟରକୁ ଏବେ ରହିବାର 30 ମିନିଟ୍ ହେଲାଣି। ଦେଖିପାରୁଥିବେ କେତେ ଭଲ ଭାବରେ ଫୁଲି ଯାଇଛି। ଏବେ 2ରୁ 3 ମିନିଟ୍ ପାଇଁ ଭଲରେ ମିଶେଇ ନେବା। ମୁଁ ଏଠି ତେଲ କଡ଼େଇକୁ ଗରମ ହେବା ପାଇଁ ବସେଇ ଦେଇଥିଲି। ତେଲ କଡ଼େଇ ପୁରା ଭଲରେ ଗରମ ହେଲା ପରେ ହିଁ ମାଲପୁଆର ବ୍ୟାଟରକୁ ଦେଲା ପରେ ହାଲକା ହାଲକା କରି ଉପରେ ବି ତେଲ ପକେଇଛି। ତେଲ ଦେବା ଦ୍ୱାରା ପୁରା ଭଲ ଭାବରେ ଫୁଲି ଯାଇଥାଏ। ପୁରା ଭଲ ଭାବରେ ଫୁଲିଗଲା ପରେ ଅଟୋମେଟିକ୍ କଡ଼େଇରୁ ଛାଡ଼ି ଯାଇଥାଏ। ତ ଆମେ ସେଇ ଟାଇମରେ ମାଲପୁଆକୁ ଓଲଟେଇକି ପୁଣି ପୁରା ଗୋଲ୍ଡେନ କଲର ଆସିଲା ପର୍ଯ୍ୟନ୍ତ ଛାଣିବା। ତ ଆମେ ଯେତେବେଳେ ମାଲପୁଆଟାକୁ ଓଲଟେଇ ଦେଉଛେ ତାପରେ ମିଡିୟମ ଫ୍ଲେମ କରିକି ପୁରା ଭଲରେ ଛାଣିବା। ଭଲ ଛାଣି ସାରିଲା ପରେ ଆମେ ବାହାର କରିନେବା। ମାଲପୁଆକୁ ଛାଣିକି ବାହାର କରିବା ପରେ ପରେ ହିଁ ଆମେ ଚିନି ଶିରାରେ ପକେଇଦେବା। ସେ ଚିନି ଶିରା ପକେଇବା ବେଳେ ଚିନି ଶିରାଟା ଅଳ୍ପ ଗରମ ଥିବା ଦରକାର। ଟିକେ ମାଲପୁଆ ବନେଇ ଦେଇଛି ତ ସେଥିପାଇଁ ମୋର ଏଥିରେ ଜାଗା ଧରିଲାନି, ତ ସେଥିପାଇଁ ମୁଁ ଗୋଟେ ବଡ଼ ଟିଫିନ୍ ନେଇଯାଇଛି। ଯୋଉ ଟିଫିନରେ ମୁଁ ସବୁ ମାଲପୁଆ ରଖିବି ସେଇ ଟିଫିନକୁ ମୁଁ ଏତେ ଚିନି ଶିରାରେ ବୁଡ଼େଇକି ସେ ଟିଫିନକୁ ବାହାର କରି ନେଇଛି। ଆପଣ ଯୋଉଟାରେ ଚିନି ଶିରା ବନେଇଥିବେ ସେଇଟାରେ ହିଁ ରଖିପାରିବେ। ମୋର ଏଇ ରେସିପି ଆପଣଙ୍କୁ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ମୋ ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ସବସ୍କ୍ରାଇବ କରିନିଅନ୍ତୁ। ଅଳ୍ପକୁ ଛାଣି ଦେଉଛନ୍ତି ତ ତାପରେ ଆମେ ଚିନି ଶିରାରେ ପକେଇ ରଖିବା ଦ୍ୱାରା ପୁରା ହାଲକା ହୋଇଯାଇଥାଏ। ତ ସେଥିପାଇଁ ଆମେ ଅଧିକ ସମୟ ନ ରଖି 3ରୁ 4 ମିନିଟ୍ ପାଇଁ ଚିନି ଶିରାରେ ଆମେ ବୁଡ଼େଇ ରଖିବା। ମାଲପୁଆ ରେଡ଼ି ହେଇସାରିଛି। ତ ପୁରା ମାଲପୁଆ ପୁରା ନରମ ହେଇଛି, ତ ଖାଇବାକୁ ବହୁତ ଟେଷ୍ଟି ଲାଗୁଛି। ତ ଆପଣ ବି ଏଇ ପ୍ରୋସେସରେ ମାଲପୁଆକୁ ତିଆରି କରନ୍ତୁ। କେମିତି ହେଇଛି କ'ଣ ମୋ ସହିତ ନିଶ୍ଚୟ ସେୟାର କରନ୍ତୁ।